ଏଠି ଚେହେରା ଶସ୍ତା ଆଉ ଚରିତ୍ର ମହଙ୍ଗା, ଘଡ଼ି ଶସ୍ତା ଆଉ ସମୟ ମହଙ୍ଗା, ଶରୀର ଶସ୍ତା ଆଉ ଜୀବନ ମହଙ୍ଗା, ସମ୍ପର୍କ ଶସ୍ତା ଆଉ ତାକୁ ସବୁଦିନ ପାଇଁ ଜାରି ରଖିବା ବହୁତ ମହଙ୍ଗା। ଉଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଡିସେମ୍ବର ମାସ 19 ତାରିଖ, ଓଡ଼ିଆ ପୁଷ ମାସ 4 ଦିନ, ଶୁକ୍ରବାର, କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି, ଯାହା ପ୍ରାପ୍ତ 6:31 ପର୍ଯ୍ୟନ୍ତ ରହୁଛି। ତାପରେ ଅମାବାସ୍ୟା ତିଥି ଆରମ୍ଭ ହେଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର, ଯାହା ରାତ୍ରି 12:26 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ରାତ୍ରି 12:26 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ଧନୁ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:18 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:06। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ପ୍ରାପ୍ତ 6:31 ପରେ ଯୁଗ୍ନି ଐଶାନ କୋଣରେ ରହିବେ। ଆଜି ଘାତ ଚନ୍ଦ୍ର, ଯାହା ରାତ୍ରି 12:26 ପରେ ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଅମାବାସ୍ୟାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ବିରି, ତତ୍ସହିତ ଆମିଷ ଭୋଜନ ନିଷେଧ ରହିଛି। ଆଜି ହେଉଛି ବକୁଳ ଅମାବାସ୍ୟା, ତତ୍ସହିତ ସର୍ବଦେବାଦେବୀ ମନ୍ଦିରରେ ବକୁଳ ଲାଗି ଭୋଗ ଏବଂ ପାୟସ ଭୋଗ ଆଜି ଲଗାଯାଇଥାଏ। ତତ୍ସହିତ ଆଜି ଧର୍ମକୃତ କାର୍ଯ୍ୟ ରହିଛି ଚନ୍ଦ୍ରକ୍ଷୟ, ନିଶି ପାଳନ, ସ୍ତ୍ରୀ ତୈଳ ବର୍ଜନ, ରାତ୍ରି ଗୋଦାହନ ନିଷେଧ। ତତ୍ସହିତ ଆଜି ଦେବାଦେବୀ ମନ୍ଦିରରେ ବକୁଳ ପାୟସ ନୈବେଦ୍ୟ ଏବଂ ଗ୍ରହରେ ଦେବାଦେବୀ ଓ ପିତୃପୁରୁଷଙ୍କ ପାୟସ ନୈବେଦ୍ୟ ଆଜି ଦେଇପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 8:49 ଦିବା 4:18 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 9:37 ରାତ୍ରି 11:31 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, କାଳ ବେଳା, 12 ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:06 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 7:54 ଦିବା 8:48 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 5:54 ରାତ୍ରି 9:06 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:30 ରାତ୍ରି 2:42 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ନିଶ୍ଚିତ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ନିହାତି ଆବଶ୍ୟକତା ରହିବା ସହିତ ଆପଣ କାର୍ଯ୍ୟଗୁଡ଼ିକୁ ସଚେତନ ସହକାରେ ଯଦି କରିବେ, ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗେଇବା ପାଇଁ ନିଶ୍ଚିତ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆନନ୍ଦ ଅନୁଭବ କରିବେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ପ୍ରେମ ସମ୍ବନ୍ଧରେ ଜଡ଼ିତ ଥିବା ବ୍ୟକ୍ତିମାନେ ନିଶ୍ଚିତ ଆପଣଙ୍କୁ କିଛି କଷ୍ଟ ଅନୁଭବ ହୋଇପାରେ ଏବଂ ନିଜ ଭିତରେ ସମ୍ପର୍କ ଟିକେ ଖରାପ ହବାର ଚାନ୍ସ ରହୁଛି। କିନ୍ତୁ ନିଜର ସମ୍ପର୍କକୁ ଭଲ ରଖିବା ପାଇଁ ଆପଣ ଯଦି ସଦାବେଳେ ନିଜର ବ୍ୟକ୍ତିତ୍ୱ ଅର୍ଥାତ୍ ନିଜ ଭିତରେ ସମ୍ପର୍କ ଭଲ ରଖିବା ପାଇଁ
ଆପଣ ଆଦୌ କଳହ ଯୁକ୍ତିତର୍କ କରିବେ ନାହିଁ, ତେବେ ସମ୍ପର୍କ ଆପଣଙ୍କର ନିଶ୍ଚିତ ଭଲ ରହିବା ସହିତ ପାରିବାରିକ ସମ୍ପର୍କ ମଧ୍ୟ ନିଶ୍ଚିତ ଅନେକ କ୍ଷେତ୍ରରେ ଭଲ ରହିବାର ସୁଯୋଗ ଦେବ। ତତ୍ସହିତ ଆଜି ମେଷ ରାଶି ବ୍ୟକ୍ତିଙ୍କର ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ କଟିବାର ସୁଯୋଗ ଦେବ। ତେବେ ମେଷ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ଜୁଟିପାରେ, ଯାହା ଆପଣ ଅନେକ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନେଇ ପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହିବ, ମାନସିକ ଅଶାନ୍ତି ରହିବ। ତତ୍ସହିତ ଅନେକ ପ୍ରକାର ପୂର୍ବରୁ ଯଦି ରୋଗ ଥିବ ଆଜି ତାହା ପାଇଁ ଆପଣ ଅନେକ ପ୍ରୋବ୍ଲେମରେ ପଡ଼ିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କ ଭାଗ୍ୟ ଗ୍ରହରୁ ଯାହା ଜଣା ପଡୁଛି, ଆପଣଙ୍କର ଆଜି ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା, ମାନସିକ ଅଶାନ୍ତି, ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଜି ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ ସମସ୍ତ କାର୍ଯ୍ୟ ବିଫଳତାରେ ପରିଣତ ହୋଇପାରେ। ତେଣୁ ବୃଷ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟ କରୁଛନ୍ତି ଆପଣ ଧ୍ୟାନ ପୂର୍ବକ କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଅନେକ ପ୍ରକାର ସମସ୍ୟା, ନିଜ ଭିତରେ ସମ୍ପର୍କ ଖରାପ ହେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ପାରିବାରିକ ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ କଳହ ଯୁକ୍ତ ରହୁଛି। ତେଣୁ ଆବଶ୍ୟକ ସ୍ଥଳେ ଆପଣ ଚୁପ୍ ରୁହନ୍ତୁ, ଯାହା ପାରିବାରିକ ସମ୍ପର୍କ ଭଲ ଆଡ଼କୁ ଅଗ୍ରଗତି କରିବ। ଆଜି ବୃଷ ରାଶି ବ୍ୟକ୍ତି ଆପଣ ବେପାର ବାଣିଜ୍ୟ ଯଦି କରୁଛନ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। କୌଣସି ଅର୍ଥଜନିତ ଗୁରୁତ୍ୱ ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହାକି ପରବର୍ତ୍ତୀ ଷ୍ଟେପ୍ରେ ଆପଣଙ୍କୁ ଅନେକ ମହଙ୍ଗା ପଡ଼ିପାରେ। ତେବେ ଆଜି ଯେଉଁମାନେ ପ୍ରତିଦିନ ଭଳିଆ ବିଜନେସ୍ କରୁଛନ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ ଏବଂ ନିଜର ବୁଦ୍ଧି ପ୍ରୟୋଗ କରି କେମିତି ଲାଭ ପାଇବେ ସେଥିପ୍ରତି ନିଶ୍ଚିତ ସଚେତନ ହେଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ଅସ୍ଥିରତା ଏବଂ ମାନସିକ ପୀଡ଼ା, ତତ୍ସହିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବଢ଼ି ଯାଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ଆପଣ ଆଜି ବହୁତ ଖୁସି ରହିବା ସହିତ ସମସ୍ତ କାର୍ଯ୍ୟର ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି କର୍ମକ୍ଷେତ୍ରରେ ନିଜର ଭାଗ୍ୟ ଆପଣଙ୍କୁ ସାଥ ଦେବ। ତେବେ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଖୁସିର ଦୁନିଆ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବା ସହିତ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଆଜି ରହିବ। ଆଜି ମିଥୁନ ରାଶି ବ୍ୟକ୍ତି ଯଦି କିଛି ବିବାହ ଜନିତ କଥାବାର୍ତ୍ତା କରିବାର ଅଛି ତେବେ ଆଜି ଆପଣଙ୍କ ପାଇଁ ଉପଯୁକ୍ତ ସମୟ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆଜି ଆପଣ ଟିକେ ଭୟ କରିପାରନ୍ତି, ଯେଉଁମାନେ ଆପଣଙ୍କର ଶତ୍ରୁ ଥାନ୍ତି ସେମାନେ ଆପଣଙ୍କୁ ଟିକେ ହଇରାଣ କରିବାର ସୁଯୋଗ ପାଇପାରନ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟମ ଧରଣରେ ରହିବ। ତେଣୁ ନିଶ୍ଚିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ନିଶ୍ଚିତ ଏହା ପ୍ରତି ସଚେତନ ରହିଲେ ଆପଣଙ୍କର ସ୍ୱାସ୍ଥ୍ୟ ଠିକ ଆଡ଼କୁ ଅଗ୍ରଗତି କରିବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସକାରାତ୍ମକ ସୁଯୋଗ ଦଉଛି। ଆଜି ଆପଣଙ୍କର ଆକସ୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ମହାସୁଖ ଆନନ୍ଦରେ କଟିବ। ତତ୍ସହିତ ଆଜି ଶତ୍ରୁମାନଙ୍କୁ କର୍କଟ ରାଶି ବ୍ୟକ୍ତି ବିଜୟ କରିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ନିଶ୍ଚିତ ପରିପ୍ରକାଶ କରିବ। ଆଜି କର୍କଟ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି, ନିଶ୍ଚିତ ଆପଣଙ୍କ ଠାରେ ଅନେକ ପ୍ରକାର ଭାବପ୍ରୀତି ଦେଖାଦେବ ଏବଂ ଆଜି କିଛି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବାର ପୂର୍ଣ୍ଣ ସୁଯୋଗ ଦଉଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ନିଜ ଭିତରେ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଏକ ଉତ୍ତମ ଦିନ ହେବ। ତେଣୁ ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଆଜି କର୍କଟ ରାଶି ବ୍ୟକ୍ତିଙ୍କ ଉତ୍ତମ ଦିନ ହୋଇପାରେ। ତତ୍ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ପୂର୍ଣ୍ଣ ସାଥ ଦେଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା କିଛି ଥିବ, ଆଜି ତାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର କର୍ମକ୍ଷେତ୍ରରେ ଅନେକ କାର୍ଯ୍ୟହାନି ଯୁଗ ରହୁଛି ଏବଂ କାର୍ଯ୍ୟରେ ଆପଣଙ୍କୁ ନିରାଶ କରିପାରେ, ଯାହା ପାଇଁ ଆପଣ ମାନସିକ ସ୍ତରରେ ସିଂହ ରାଶି ବ୍ୟକ୍ତି ଅସ୍ଥିରତା, ଦୁର୍ବଳ ଏବଂ ନିଜର କାର୍ଯ୍ୟ ପ୍ରତି ଉତ୍ସାହ ନ ବଢିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଆପଣଙ୍କର ପ୍ରତିଷ୍ଠା କ୍ଷୁଣ୍ଣ ହବାର ଅନେକ ଚାନ୍ସ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି, ସେମାନଙ୍କ ପାଇଁ ଆଜି ବିଶେଷ ଭଲ ଦିନ ହୋଇନପାରେ। ନିଜ ଭିତରେ ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ନିଜ ଭିତରେ କଳହ, ତତ୍ସହିତ ଯୁକ୍ତିତର୍କ ସହିତ ଆଜି ଅନେକ ଅସ୍ଥିରତା ଦେଖାଦେବ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ କରୁଥିଲେ, ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ଧନ ନାଶ ଯୁଗ ରହୁଛି। ତେଣୁ ଯଦି ଅର୍ଥଜନିତ ବେପାର ବାଣିଜ୍ୟ କରୁଛନ୍ତି ସିଂହ ରାଶି ବ୍ୟକ୍ତି ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଭିତରେ ଜଡିତ ରହିବ ଏବଂ ବିଭିନ୍ନ ପୂର୍ବରୁ ଯଦି କିଛି ରୋଗ ଥିବ, ଆଜି ଅନେକ ପ୍ରକାର ଯାହାକୁ ସେଇ ରୋଗ ସାମ୍ନା କରିବାକୁ ପଡିବ। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ଆକସ୍ମିକ କିଛି ପ୍ରୋବ୍ଲେମ ବା ଛୋଟ ମୋଟ ଦୁର୍ଘଟଣା ଜନିତ ଜିନିଷ ସାମ୍ନା କରିବାକୁ ପଡିବ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ସବୁଜ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ମାନସିକ ପୀଡା, ମନରେ ଅନେକ ଅଶାନ୍ତି ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ହୁଅନ୍ତୁ। ନିଜର କର୍ମକ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଯାହା ଜଣା ପଡୁଛି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଆଜି ଯାହାକି ପ୍ରେମ ଦୁନିଆରେ ଆପଣଙ୍କୁ ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି, କାରଣ ଆଜି ପ୍ରେମ ସମ୍ବନ୍ଧରେ ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ତେଣୁ
ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଅନେକ ପ୍ରକାର ଖରାପ ହବାର ଚାନ୍ସ ରହୁଛି, ନିଜ ଭିତରେ କଳହ ଯୁକ୍ତ ରହୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବିଶେଷ ନାହିଁ, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ହେଲେ ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତି ଯଦି ବେପାର ବାଣିଜ୍ୟ କରୁଛନ୍ତି, ତେଣୁ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ, କାରଣ ବେପାର ବାଣିଜ୍ୟରେ ଆପଣ ବିଶେଷ ଲାଭ ନ କରିପାରନ୍ତି ଏବଂ ଅନେକ ପ୍ରକାର କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଯଦି ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି, କନ୍ୟା ରାଶି ବ୍ୟକ୍ତି ନିଶ୍ଚିତ ସାବଧାନ ସହକାରେ କରନ୍ତୁ ଏବଂ ଲାଭ ପାଇଁ ଅନେକ ପ୍ରକାର ବୁଦ୍ଧି ପ୍ରୟୋଗ କରନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟହୀନ ରହିବେ ଏବଂ ଅନେକ ପ୍ରକାର ପୀଡ଼ା କ୍ଲେଶ ତତ୍ସହିତ ଶତ୍ରୁ ଏବଂ ନିଜର ରୋଗ ଦେଖାଦେବ। ତେଣୁ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇପାରେ। ନିଜର ଦକ୍ଷତା ବଳରେ ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ପୂର୍ଣ୍ଣ କରିବାର ସୁଯୋଗ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ଆଜି ତୁଳା ରାଶି ବ୍ୟକ୍ତି ନିଜର କାର୍ଯ୍ୟଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ତେବେ ତୁଳା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣ ଅନେକ ପ୍ରକାର ଯାହାକି ନିଶ୍ଚିତ ସମ୍ପର୍କ ଭଲ ରହିବାର ଅନେକ ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯଦି ଆପଣ ମାନେ କରୁଥିବେ, ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ନିଶ୍ଚିତ ନିଜର ଅର୍ଥ ଖର୍ଚ୍ଚ କରୁଥିଲା ବେଳେ ବା ବେପାର ବାଣିଜ୍ୟ କରୁଥିଲା ବେଳେ ଏହା ପ୍ରତି ସଚେତନ ରହିଲେ ତାହା ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଲାଭ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କେତେକାଂଶରେ ଖରାପ ହବାର ଚାନ୍ସ ରହୁଛି। ତେବେ ଏହା ପ୍ରତି ଯଦି ନିଶ୍ଚିତ ସାବଧାନ ରହିବେ, ତେବେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣଙ୍କର ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଅନେକ ପ୍ରକାର ଚାପ ସୃଷ୍ଟି ହୋଇପାରେ। ତେଣୁ ଯେଉଁମାନେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କର୍ମକ୍ଷେତ୍ରରେ ଜଡ଼ିତ ଅଛନ୍ତି, ଏହା ପ୍ରତି ସାବଧାନ ରୁହନ୍ତୁ ଏବଂ ସକଳ କାର୍ଯ୍ୟରେ ଆପଣ ଚାପ ସୃଷ୍ଟି ହେବ, ମାନସିକ ସ୍ତରରେ ଆପଣ ଅଶାନ୍ତି ପରିବେଶ ସୃଷ୍ଟି ହେବ। ତେଣୁ ବିଛା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଲାଭ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ ଏବଂ ଅନେକ କ୍ଷେତ୍ରରେ ଆପଣଙ୍କର ଯାହାକି ନିଜ ଭିତରେ ସମ୍ପର୍କ ଭଲ ହବାର ସୁଯୋଗ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ମଧୁରତା ଦେଖାଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଶତ୍ରୁମାନଙ୍କ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ ରହୁଛି ଏବଂ ମାଲି ମକଦ୍ଦମାରେ ଆପଣଙ୍କର ଭାଗ୍ୟ ସାଥ ଦେଉଥିବାରୁ ଆପଣ ସେଥିରେ ବିଜୟ କରିବାର ଅନେକ ଚାନ୍ସ ରହୁଛି। ତେବେ ଆଜି ନିଶ୍ଚିତ ଏଥିରେ ଆପଣ ମହା ଆନନ୍ଦ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ ବିଛା ରାଶି ବ୍ୟକ୍ତିଙ୍କର। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କରୁଥିଲେ ଟିକେ ଏହା ପ୍ରତି ସାବଧାନ ରୁହନ୍ତୁ, କେତେକାଂଶରେ ଆପଣଙ୍କୁ କ୍ଷତି ସାମ୍ନା କରିବାକୁ ପଡ଼ିପାରେ।
आज बिछा राशि व्यक्तिंकर स्वास्थ्यगत दृष्टि देखिले आपणकर कौनसी स्वास्थ्य समस्या रहिबो नाही जहा आपणक भाग्य चक्र जना पड़ुछि। आज बिछा राशि व्यक्तिंकर भाग्य संख्या रही जहा कि 3, भाग्य रंग रहुछि आपण बैगणी रंग यूज करि परिबे एवं ग्रह माने आपण को आज जहा कि 55% साथ दउछंती। एबे चलंतु जानिबा धनुराशि व्यक्तिंक विषय। धनुराशि व्यक्तिंकर आज भाग्य उदयर जुग रहिछि। प्रत्येक कार्य रे आपण निश्चित प्रतिष्ठा लाभ करिवार पूर्ण सुजोग दउछि। आज धनुराशि व्यक्तिंकर कौनसी कार्य अटकिबो नाही। आज समस्त कार्य रे आपण महा आनंद रे दिन कटिवार सुजोग देई पारे जहा धनुराशि व्यक्तिंक भाग्य चक्र जना पड़ुछि। आज धनुराशि व्यक्तिंकर जहा कि राजनैतिक सामाजिक क्षेत्र रे आपणकर प्रतिष्ठा लाभ करिबा सहित निजर ख्याति अर्जन करिवार एक उत्तम जुग बनउछि जहा आपणक राशि चक्र जना पड़ुछि। आज धनुराशि व्यक्तिंकर प्रेम दुनिया रे आपण बहुत उत्साहित सहित रोमांटिक परिवेश सृष्टि करिबो। निज भितरे अनेक प्रकार मधुर वार्तालाप करिवार पूर्ण सुजोग देबो। आज धनुराशि व्यक्तिंकर जहा कि परिवार वर्गक सहित अनेक प्रकार भाव प्रीति देखा देबो। निज भितरे पूर्वर जदि किछि समस्या थिबो ताहार अनेक प्रकार आज समाधान होबार चांस रहउछि एवं भलो संपर्क आज परिवार वर्गक सहित रहिबार चांस रहउछि जहा आपणक भाग्य चक्र जना पड़ुछि धनुराशि व्यक्तिंकर। आज धनुराशि व्यक्तिंकर व्यापार वाणिज्य जो माने जड़ित अछंती से माने अनेक प्रकार लाभ प्राप्त करिवार सुजोग देई पारे। तेबे आज धनुराशि व्यक्ति गुरुत्वपूर्ण निष्पत्ति नबा पई उत्तम दिन बनउछि। तत्सहित अर्थजनित निष्पत्ति नबा पई मध्य आपणकर भाग्य साथ देउछि एवं अनेक प्रकार लाभ प्राप्त करिवार सुजोग दउछि। आज धनुराशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य स्थिर रहिबो। कौनसी स्वास्थ्य समस्या रहिबो नाही। तेबे धनुराशि व्यक्ति निजर जहा कि अग्नि प्रति टिके सावधान रुहंतु कारण अग्नि जनित समस्या आपनको टिके प्रॉब्लम रे पकई पारे। तेबे आज धनुराशि व्यक्तिंकर भाग्य संख्या रहिछि जहा कि 2, भाग्य रंग रहुछि धला रंग एवं ग्रह माने आपण को आज जहा कि 95% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज दिनटी आपणक पई विशेष भल दिन होई न पारे। अनेक क्षेत्र रे आपणकर जहा कि समस्या देखा देबो तत्सहित कर्म रे अनेक प्रकार चाप सृष्टि करिवो जहा पई आपण मानसिक स्तरे अस्थिर दुर्बल एवं विभिन्न प्रकार समस्या भितरे गति करि पारंती। आज मकर राशि व्यक्ति या प्रति निश्चित सावधान रुहंतु। आज मकर राशि व्यक्ति विशेष करी कर्म क्षेत्र रे ध्यान दबार आवश्यकता रही। तेबे जेकोसी कार्य करिवे प्रथमे योजना प्रस्तुत करी कार्य करिले केतेकांश रे यह परिवर्तन होई पारे। तेबे आज मकर राशि व्यक्ति आपणकर जहा कि मान अपमान होबार चांस रहुछि प्रेम जनित क्षेत्र रे यह प्रति निश्चित सावधान रुहंतु। कौनसी प्रेम जनित आपण कु सांग बा कु स्त्री सहित आदु मिलामिशा करंतु नाही जहा आपणक पई भलो हेबो। आज जहा कि मकर राशि व्यक्तिंकर पारिवारिक समस्या अनेक प्रकार देखा देई पारे तेणु यह प्रति निश्चित सावधान रुहंतु। अनेक क्षेत्र रे आपणकर युक्ति तर्क सहित कलह होबार सृष्टि जुग बनउछि। आज मकर राशि व्यक्ति जहा कि आपण व्यापार वाणिज्य करुथिले सावधान रुहंतु कारण अर्थजनित क्षति जुग आपणकर राशि चक्र जना पडुछि। तेबे दैनंदिन जो माने व्यापार वाणिज्य करूछंती से माने निश्चित यह प्रति सचेतन हेले आपणक पई लाभ होएबो। आज मकर राशि व्यक्ति कौनसी अर्थजनित निष्पत्ति नियंतु नाही जहा आपणक पई भलो हेबो। आज मकर राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य हानि रो जुग बनउछि तेणु निश्चित आपण आज किछि छोट मोट दुर्घटना जनित सामना करबा को पड़िबो स्वास्थ्य जनित क्षेत्र रे तेणु यह प्रति निश्चित सचेतन रुहंतु। आज मकर राशि व्यक्तिंकर भाग्य संख्या रही जहा कि 8, भाग्य रंग रहुछि जहा कि आपण गाढ़ नील रंग यूज करि परिबे एवं ग्रह माने आपण को आज 30% साथ दउछंती।
ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟରେ ଆପଣଙ୍କର ଖ୍ୟାତି ଅର୍ଜନ କରିବାର ଉତ୍ତମ ଦିନ ବନେଇପାରେ। ନିଜର କାର୍ଯ୍ୟ ଯଦି ଧ୍ୟାନ ପୂର୍ବକ କରିବେ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କୁମ୍ଭ ରାଶି ବ୍ୟକ୍ତିଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କିନ୍ତୁ ନିଶ୍ଚିତ ଆପଣଙ୍କୁ ନିଷ୍ଠା ସହକାରେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ଦଉଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ସହିତ ନିଜ ଭିତରେ ଭଲ ମଧୁରତା ସମ୍ପର୍କ ସୃଷ୍ଟି କରିବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ସହିତ ସମସ୍ତ ପ୍ରକାର ସମ୍ପର୍କ ସୃଷ୍ଟି ହେବା ସହିତ ନିଜ ଭିତରେ ପୂର୍ବରୁ ଯଦି କିଛି ସମସ୍ୟା ଥିବ ତାହାର ସମାଧାନର ଆଜି ଉତ୍ତମ ଦିନ ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଜଡିତ ଥିବା ଆପଣଙ୍କର ଅନେକ ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡିପାରେ, ଯାହାକି ଆପଣଙ୍କର ଅନେକ ପ୍ରକାର ଦୁଃଖ ସହିତ ମୃତ୍ୟୁଜନିତ ପୀଡା ସାମ୍ନା କରିବାକୁ ପଡିବ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଏହା ନିଶ୍ଚିତ ଆପଣଙ୍କୁ ଭୋଗିବାକୁ ପଡିବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମହା ସୁଖ ଆନନ୍ଦ କରିପାରନ୍ତି। ଆଜି ଆପଣଙ୍କର କର୍ମକ୍ଷେତ୍ରରେ ଶୁଭ ଯୁଗ ରହିବା ସହିତ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଏକ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଆଜି ଆଦୌ ଭଲ ଦିନ ହୋଇନପାରେ। ଅନେକ ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ପ୍ରେମ ଦୁନିଆରେ ନିଶ୍ଚିତ ସାବଧାନ ରହିବା ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କ ପାଇଁ ଉତ୍ତମ ଯୁଗ ବନେଇ ନପାରେ। ନିଜ ଭିତରେ କଳହ ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ଯଦି ମୀନ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବେ, ଆବଶ୍ୟକ ସ୍ଥଳେ ଚୁପ୍ ରହିବେ, ତେବେ ଆପଣଙ୍କର କୌଣସି ପାରିବାରିକ ସମସ୍ୟା ଦେଖାଦେବ ନାହିଁ। ଆଜି ମୀନ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ଆଜି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ। ଆଜି ମୀନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଖା ଦେଇପାରେ। ଅଗ୍ନିଜନିତ ସମସ୍ୟା, ଯାହା ଅଗ୍ନି ଠାରୁ ଦୂରତା ରହିବା ସହିତ ଆପଣଙ୍କର ଜୀବଜନ୍ତୁ ଠାରୁ ମଧ୍ୟ ଦୂରତା ଅବଲମ୍ବନ କରନ୍ତୁ ମୀନ ରାଶି ବ୍ୟକ୍ତି, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ନିଜର ଦ୍ରବ୍ୟ ପ୍ରତି ସାବଧାନ ରୁହନ୍ତୁ। ଦ୍ରବ୍ୟ ଚୋରି ହବାର ଅନେକ ଚାନ୍ସ ରହୁଛି କିମ୍ବା ଆପଣଙ୍କର କ୍ଷତି ହବାର ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।